ରୋଷେଇ ଘର ଶୂନ୍ୟ ଯଥାର୍ଥରେ କହିଛନ୍ତି, କାରଣ ଅନେକ କଥା ସୂଚନା ଦିଆଯାଇଛି, ବାସ୍ତବରେ ତାକୁ କାର୍ଯ୍ୟକାରୀ କରିବା ପାଇଁ ଯେତିକି ଅର୍ଥର ଆବଶ୍ୟକତା ଅଛି, ସମ୍ବଳର ଆବଶ୍ୟକତା ସରକାରଙ୍କ ପାଖରେ ତା ନାହିଁ। ପୂର୍ଣ୍ଣ ସମର୍ଥନ। ଅଭିଜ୍ଞ ପରିପକ୍ୱ ନେତା ଭାବରେ ତାଙ୍କର ମନ୍ତବ୍ୟ ସମ୍ପୂର୍ଣ୍ଣ ଭାବରେ ଯୁକ୍ତିସଙ୍ଗତ। ଆପଣ ଏ ବଜେଟକୁ ଯଦି ପ୍ରଥମେ ଖାଲି ବିହଙ୍ଗାବଲୋକନ କରିବେ, ଦେଖିବେ ଆକାର ଗତ ବର୍ଷ ଥିଲା 2,90,000 କୋଟି, ଏ ବର୍ଷ ହେଲା 3,10,000 କୋଟି, ବୃଦ୍ଧି ହେଲା କେତେ? 7%। ଗୋଟିଏ ବଜେଟର ଆକାର ଯଦି ପୂର୍ବ ବର୍ଷ ତୁଳନାରେ ମାତ୍ର 7% ବୃଦ୍ଧି ହୁଏ, ତାହା କ'ଣ ଗୋଟେ ବଡ଼ ସମ୍ଭାବନା ସୂଚନା ଦିଏ ନାହିଁ। ଆକାର ଦୃଷ୍ଟିରୁ ମଧ୍ୟ ଦେଖିଲେ ନିରାଶ ହେବାକୁ ପଡ଼ିବ। ଦ୍ୱିତୀୟରେ, ଏ ବଜେଟର ଗୋଟେ ପ୍ରମୁଖ ଅଂଶ ଆସୁଛି କୋଉଠୁ? ନା ଋଣରୁ। ଏବଂ ଋଣ ଏ ସରକାରରେ ବଢ଼ି 25-26 ଚଳିତ ବର୍ଷ ଯିଏକି ମାର୍ଚ୍ଚ 31 ଶେଷ ହେବ, 47,400 କୋଟି ଟଙ୍କା ଋଣ କରାଯିବା। ଏବଂ ଆପଣ ଦେଖିବେ ଏ ବର୍ଷ ମାନେ ଆସନ୍ତା ବର୍ଷ ଯେଉଁ ବଜେଟ ଆଜି ଆଗତ ହେଲା 26-27, ତାହା 47,800 ଆଉ 400 କୋଟି। ଏ 2 ବର୍ଷରେ ଆପଣ ଦେଖନ୍ତୁ ଋଣ ବୋଝ ହେଇଗଲା କେତେ? 80, 94, 95,000 କୋଟି ଟଙ୍କା 2 ବର୍ଷ ହେଇଗଲା। 25-26 ଆଉ 26 ଋଣ ପଡ଼ିପାରେ। ଋଣ ହେଉଛି ଗୋଟେ ପ୍ରମୁଖ ମାନେ ସୂତ୍ର ସମ୍ବଳ। ଆଉ ଅଧିକ ବିକାଶମୁଖୀ ରାଜ୍ୟର ଋଣ କରିବା ଅନେକ ସମୟରେ ଗ୍ରହଣୀୟ, କିଛି ଆପତ୍ତି ନାହିଁ, କିନ୍ତୁ ଧାରାବାହିକ ଭାବରେ ଋଣ ହବ, ସେ କେବେ ଇପ୍ସିତ ଲକ୍ଷ୍ୟ ସାଧନରେ ସହାୟକ ହବ ନାହିଁ। ଇଏ ଗଲା ଦ୍ୱିତୀୟ କଥାଟା, ଋଣ ବୋଝ ବଢ଼ି ଚାଲିଛି। ତାପରେ ତୃତୀୟ କଥା ହଉଛି ବଜେଟରେ କ'ଣ ଅଛି ନୂଆ କଥା? ଚାଷୀଙ୍କ ପାଇଁ କ'ଣ ଅଛି? 800 ଟଙ୍କା ଦେବା ପାଇଁ କହିଥିଲା, 800 ଟଙ୍କା ଦେଉଛି, ସେଟା ତ ପୂର୍ବ ନିଷ୍ପତ୍ତି। ଏବଂ ତାପରେ ସେଥିରେ ଯାହା ବିଭ୍ରାଟ ହଉଛି ନ କହିଲେ ଭଲ। କାହିଁ ତାଙ୍କ ପାଇଁ ତ କିଛି ନୂଆ କଥା ନାହିଁ। ଚାଷୀ କ'ଣ ଚାହେଁ? ସିଏ ଚାଷ ପାଇଁ ଇନପୁଟ ସମୟରେ ପାଉ ଏବଂ ଆବଶ୍ୟକତା ଅନୁସାରେ ପାଉ, ପରିମାଣରେ ପାଉ, ତା ପାଉନାହିଁ। ଜଳସେଚନର ବିକାଶ ହଉ, ଯାହାଫଳରେ ଅଧିକ ଜମି ଜଳସେଚିତ ହେଲେ ଉତ୍ପାଦନ ବଢ଼ିବ, ଉତ୍ପାଦିକତା ବଢ଼ିବ, ସେ କ୍ଷେତ୍ରରେ କିଛି ସୂଚନା ନାହିଁ। ଯାହା ହେଇଛି ସେ ଧର୍ମକୁ ଆଖିଠାର, ଏଟା ରୁଟିନ୍, ଗତାନୁଗତିକ। ତାପରେ ତୃତୀୟ କଥା ହଉଛି ତାର ଉତ୍ପାଦ ବଜାରରେ ସରକାରଙ୍କ ନିର୍ଦ୍ଧାରିତ ଦରରେ ବିକ୍ରି ହଉନି। ସବୁ ମଣ୍ଡିରେ ବିଭ୍ରାଟ। ସେଥିପାଇଁ ବିଜେଡିର ଆନ୍ଦୋଳନ ଚାଲିଛି, କଂଗ୍ରେସ ମଧ୍ୟ ଆନ୍ଦୋଳନରେ ସାମିଲ ଅଛି। ତେଣୁ ଚାଷୀଙ୍କ ପାଇଁ ନୂଆ କରି କିଛି ନାହିଁ। ଆଉ ଗୋଟିଏ ବଡ଼ ସମସ୍ୟା ରାଜ୍ୟର ବେକାରୀ ସମସ୍ୟା। ବେକାରୀ ସମସ୍ୟାର ସମାଧାନ ପାଇଁ ଏ ବଜେଟରେ କିଛି ପ୍ରତିଶ୍ରୁତି ଅଛି, ପ୍ରାବଧାନ ତ ନାହିଁ ଭିନ୍ନ କଥା, ପ୍ରତିଶ୍ରୁତି ଅଛି। ସେ ଯୁବକ ଯୁବତୀ ମାନଙ୍କୁ, ବେକାର ଯୁବକ ଯୁବତୀ ମାନଙ୍କୁ ନିରାଶ ହେବାକୁ। ସେହିପରି ଆମର ଅନୁସୂଚିତ ଜାତି ଜନଜାତି, ତାଙ୍କ ପାଇଁ କିଛି ନୂଆ ବ୍ୟବସ୍ଥା ଅଛି? ସେମାନେ ମଧ୍ୟ ଯେଉଁ ବଡ଼ ଆଶାରେ ଅପେକ୍ଷା କରିଥିଲେ, ଉତ୍କଣ୍ଠାର ସହ ବଜେଟ ଆସିବ, ଆମ ପାଇଁ କିଛି ନୂଆ ସମ୍ଭାବନା ଦିଶିବ, ସେମାନେ ମଧ୍ୟ ନିରାଶ।
ଗୋଟିଏ କଥା କୁହାଯାଇପାରେ ବଜେଟ୍ ସପକ୍ଷରେ କହିବାର ମୋର ଦ୍ୱିଧା ନାହିଁ ଯେ ସେ ଯେଉଁ ଆମର କାର୍ଯ୍ୟକ୍ରମ ଖର୍ଚ୍ଚ ବଜେଟ୍ର ଯୋଡ଼ିଏ ଖର୍ଚ୍ଚ, ଗୋଟିଏ ହେଲା କାର୍ଯ୍ୟକ୍ରମ ଖର୍ଚ୍ଚ ଆଉ ଗୋଟେ ହେଲା ପ୍ରଶାସନିକ ଖର୍ଚ୍ଚ। ସେ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ସାମାନ୍ୟ ଟିକେ ବୃଦ୍ଧି ହେଇଛି, ଯଦି ନୂଆ ନୂଆ କାର୍ଯ୍ୟକ୍ରମ ଦିଆଯିବ। ଯେକୌଣସି ରାସ୍ତା ନିର୍ମାଣ ହଉ, ପୋଲ ନିର୍ମାଣ ହଉ, ଘର ନିର୍ମାଣ, ସ୍କୁଲ ଘର ନିର୍ମାଣ ହଉ, କଲେଜ ଘର ନିର୍ମାଣ ହଉ, ହସ୍ପିଟାଲ ନିର୍ମାଣ ହଉ, ନା ନା ନାଇଁ ସାମାଜିକ କାର୍ଯ୍ୟକ୍ରମ ଯାହା ସ୍ୱାସ୍ଥ୍ୟ ସେବା ହଉ ଆଉ ଆମର ପାନୀୟ ଜଳ ବ୍ୟବସ୍ଥା ହଉ, ଏ ବାବଦରେ ଯାହା ଖର୍ଚ୍ଚ ହବ ଲୋକଙ୍କ ପାଇଁ ଯେଉଁଟା ଖର୍ଚ୍ଚ ହୁଏ ସେଟା ହେଲା ମାନେ କାର୍ଯ୍ୟକ୍ରମ ହାତକୁ ନିଆଯାଏ ସେଟା ହେଲା କାର୍ଯ୍ୟ ପ୍ରୋଗ୍ରାମ ଏକ୍ସପେଣ୍ଡିଚର। ଆଉ ଯେଉଁଟା ସେଥିପାଇଁ ଯେଉଁ ଦରମା ବାବଦକୁ କର୍ମଚାରୀ ନିଯୁକ୍ତି ବାବଦକୁ ଯେଉଁଟା ଦିଆଯାଏ ସେଟା ହେଲା ପ୍ରଶାସନିକ ଖର୍ଚ୍ଚ। ପ୍ରଶାସନିକ ଖର୍ଚ୍ଚ ବଢ଼େଇବାରେ କିଛି ମାନେ ଲାଭ ନଥାଏ, ଲାଭ ଥାଏ ଯଦି କାର୍ଯ୍ୟକ୍ରମ ଖର୍ଚ୍ଚ ବଢ଼େ। ସାମାନ୍ୟ ବୃଦ୍ଧି ହେଇଛି, ତେଣୁ ଯାହା ଆଉ ହ୍ରାସ ହେଇନାହିଁ, ଏ ଗୋଟେ କଥା କୁହାଯାଇପାରେ। ଆଉ ଗୋଟିଏ ସେ ଯେଉଁ ଛୋଟିଆ ନିଷ୍ପତ୍ତି ନେଇଛନ୍ତି ଯେ ଆମେ ଯେଉଁ ବୃତ୍ତିଗତ ଟିକସ ତାକୁ ଉଚ୍ଛେଦ କରିଛୁ। ବୃତ୍ତିଗତ ପ୍ରସ୍ତାବ ରହିଛି ଯେ ଯେଉଁ ପ୍ରଫେସନାଲ ଟ୍ୟାକ୍ସ, ଯେଉଁଥିରେ କିଛି ବୃତ୍ତିଧାରୀ ଲୋକଙ୍କୁ ଆୟକାରୀ ଲୋକଙ୍କୁ ଟିକେ ବୋଝ ପଡ଼ୁଥିଲା, ତ ତାକୁ ହ୍ରାସ କରିବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି। ଭଲ ନିଷ୍ପତ୍ତି ଏବଂ ସେଥିରେ 320 କୋଟି ଟଙ୍କା ରାଜସ୍ୱ ହାନି ହେବ ବାର୍ଷିକ ବୋଲିକି ମୁଖ୍ୟମନ୍ତ୍ରୀ ମହୋଦୟ ତାଙ୍କ ବଜେଟ୍ ଭାଷଣରେ ମଧ୍ୟ ସୂଚନା ଦେଇଛନ୍ତି। ତାକୁ ସ୍ୱାଗତ କରୁଛି। କିନ୍ତୁ ସାମଗ୍ରିକ ଭାବରେ ଦେଖିଲେ ଏ ବଜେଟ୍ ନୈରାଶ୍ୟ। କୃଷକ, ବେକାର ଯୁବକ ଯୁବତୀ, ଅନୁସୂଚିତ ଜାତି ଏବଂ ଜନଜାତି ପାଇଁ ନୂଆକରି ଏ ବଜେଟ୍ରେ କୌଣସି ସୂଚନା ନାହିଁ। ଶିଳ୍ପ ପାଇଁ ଅନେକ କଥା କୁହାଯାଉଛି, କିନ୍ତୁ ଆମ ବାସ୍ତବତା ତ ଭିନ୍ନ। ଉଦାହରଣ ସ୍ୱରୂପ କେନ୍ଦ୍ରାପଡ଼ା ଜିଲ୍ଲାରେ ପୂର୍ବ ସରକାର ଅମଳରେ ଗୋଟିଏ ସର୍ବବୃହତ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ଆର୍ସେନାଲ ମିତ୍ତଲ ସହିତ ଚୁକ୍ତିନାମା କରାଗଲା ଏବଂ କାର୍ଯ୍ୟ ଆରମ୍ଭ ହେଲା। 2024ରେ ସରକାର ପରିବର୍ତ୍ତନ ହେଲା ପରେ ଏ ସରକାରର ଆଭିମୁଖ୍ୟ ବଦଳିଗଲା। ବର୍ତ୍ତମାନ ତାର କଚ୍ଛପ ଗତି ଏବଂ ସେ ପ୍ରକଳ୍ପ ଆଉ ହବ ନାହିଁ, ଇଏ ମଧ୍ୟ ଜଳ ଜଳ ହେଇ ଦିଶିଲାଣି। ସରକାରଙ୍କୁ ପ୍ରଶ୍ନ କଲେ ସରକାର ନିରୁତ୍ତର। କାହିଁ ସରକାର ତ ଠୋସ୍ କହିପାରନ୍ତି, ହଁ କେନ୍ଦ୍ରାପଡ଼ାରେ ମହାକାଳପଡ଼ାଠାରେ ଏଇ ଯେଉଁ ବୃହତ ଇସ୍ପାତ ପ୍ରକଳ୍ପ ନିଶ୍ଚିତ ହବ ନାହିଁ। ସେ ପୁଣି ଶିଳ୍ପହୀନ ଜିଲ୍ଲା, ଶିଳ୍ପର ଆବଶ୍ୟକତା ଅଛି, ତେଣୁ ସିଏ ହବ। ଯେହେତୁ କୁହାଯାଉଛି ଆମର ଏତେ କୋଟି ଟଙ୍କାର ଆମର ଏଇ ଯେଉଁ ବିଭିନ୍ନ କନକ୍ଲେଭରେ ସମୃଦ୍ଧ ଓଡ଼ିଶା କନକ୍ଲେଭ, ଉତ୍କର୍ଷ ଓଡ଼ିଶା କନକ୍ଲେଭ ହଉ ବା ବାହାରେ ଯେଉଁ ସବୁ ପୁଞ୍ଜିପତିମାନଙ୍କୁ ଶିଳ୍ପପତିମାନଙ୍କୁ ଆକର୍ଷଣ କରି ଯେଉଁ କରାଯାଇଛି ମେକ୍ ଇନ୍ ଓଡ଼ିଶା ଇତ୍ୟାଦି କାର୍ଯ୍ୟକ୍ରମରେ ଅନେକ ମାନେ ମିଳୁଛି, ସମ୍ଭାବନା ସୃଷ୍ଟି ହେଉଛି, କିନ୍ତୁ ସେଟା ବାସ୍ତବ ସେ ବାବଦରେ ମୁଁ ଆଦୌ ବିଶେଷ ଉଲ୍ଲସିତ ନୁହେଁ। କାରଣ ମୋର ଅଭିଜ୍ଞତା କହୁଛି ଯେ ଏଗୁଡ଼ିକ ମାନେ ଯେପରି ଭାବରେ ରଖୁଛନ୍ତି, ତାଙ୍କର ମତ ରଖୁଛନ୍ତି, ଇଚ୍ଛା ପ୍ରକଟ କରୁଛନ୍ତି ଏବଂ କେନ୍ଦ୍ରାପଡ଼ାର ସର୍ବବୃହତ ଆର୍ସେନାଲ ମିତ୍ତଲ ଯେଉଁ ଇସ୍ପାତ ପ୍ରକଳ୍ପ ହେଉଛି ତାର ସବୁଠାରୁ ବଡ଼ ଉଦାହରଣ। ସେ ଦିଗଟା ପୁଣି ଆଉ ଗୋଟିଏ ଖର୍ଚ୍ଚ କରିବାର ଦିଗଟା ବର୍ତ୍ତମାନ ସରକାର କହିବେ କେତେ ଖର୍ଚ୍ଚ କରିଛନ୍ତି। ଜାନୁଆରୀ 31 ସୁଦ୍ଧା 12 ମାସରୁ 10 ମାସରେ ଖର୍ଚ୍ଚ ହେଇଛି ଏଇ ଯେଉଁ କାର୍ଯ୍ୟକ୍ରମ ବ୍ୟୟ ଯେଉଁଟା ଲୋକଙ୍କ ପାଇଁ ଖର୍ଚ୍ଚ କରାଯାଉଛି, ପାନୀୟ ଜଳ ଯୋଗାଣ ପାଇଁ, ସ୍ୱାସ୍ଥ୍ୟ ସେବା ପାଇଁ, ଶିକ୍ଷା ପାଇଁ, ଗମନାଗମନ ପାଇଁ, ଏଥିରେ ଖର୍ଚ୍ଚ ହେଇଛି ମାତ୍ର 46%। 10 ମାସରେ 46%। ଆଉ 2 ମାସରେ କ'ଣ 54% ହେଇଛି?
ସେ କ'ଣ ଆଲାଦିନ ତାଙ୍କ ହାତରେ କୁକବତୀ ଅଛି? ତେଣୁ ଯେତିକି ବ୍ୟୟବରାଦ ହେଉଛି ତା ମଧ୍ୟ ଖର୍ଚ୍ଚ କରିବାରେ ସରକାର ଅକ୍ଷମ। ଏ ଅକ୍ଷମତା ମଧ୍ୟ ପୀଡ଼ାଦାୟକ। ରାଉତ ଯୋଉ ଚାଷୀଙ୍କୁ ନେଇକି ଯୋଉ ବିଧାନସଭାକୁ ଅଚଳ କରାହଉଥିଲା ସେତେବେଳେ ଗୃହରେ ମୁଖ୍ୟମନ୍ତ୍ରୀ ଉତ୍ତର ଦେବା ବଦଳରେ ପାର୍ଟି ଅଫିସରେ ସଭାପତି ଉତ୍ତର ରଖିଲେ। ତାହେଲେ ଏଇ ଯୋଉ ବଜେଟ୍ ଡିସ୍କସନ ଯାହା ହଉଛି ଏଟାକୁ ପାର୍ଟି ଅଫିସରେ ପୁଣି ତାର ଉତ୍ତର ରଖାହବ କି କୋଉଠି କ'ଣ କର୍ତ୍ତବ୍ୟ ଏକ୍ସପ୍ରେସନ ଏଇଟା ଯୋଉ ବଜେଟକୁ ନେଇକି ମାନେ ଯଦି ଚାଷୀଙ୍କୁ ନେଇକି ଆନ୍ଦୋଳନ ଯଦି ବିଧାନସଭାରେ ବିରୋଧୀ ମାନେ କରୁଛନ୍ତି ତା ଉତ୍ତର ଗୃହରେ ନ ରଖି ଏଠି ତାଙ୍କର ବିଜେପି ପାର୍ଟି ଅଫିସରେ ସଭାପତି ଉତ୍ତର ରଖେ ଯେ ଚାଷୀ ଆନ୍ଦୋଳନର ଏଇଟା ଗୋଟେ ଦଳ ଦୃଷ୍ଟିରୁ ସିଏ କଲେ, ତାଙ୍କ ସହିତ ତ ଆମେ ଆଦୌ ଏକମତ ନୁହଁ। କାରଣ କହନ୍ତି ଯେଡ଼େ ନୁହନ୍ତି ସେଡ଼େ, କିନ୍ତୁ ସେ ତ ମୁଖ୍ୟମନ୍ତ୍ରୀ ତାଙ୍କର ରାଜ୍ୟପାଳଙ୍କ ଭାଷଣ ଉପରେ ଉତ୍ତର ରଖି କଥା କହିଛନ୍ତି, ତାଙ୍କର ଉତ୍ତର ଯାହା ରଖିବା କଥା କହିଛନ୍ତି। ଆଉ ତାଙ୍କର କାହିଁକି ବିଧାନସଭାରେ କହିଲେ ନାହିଁ, ଯଦି ଏ ପ୍ରଶ୍ନ ମୋତେ ପଚାରେ ମୁଁ ଉତ୍ତର ଦେବି ତାଙ୍କର କହିବାକୁ କିଛି ନାହିଁ। ବିଫଳତା ଆଉ ବିଫଳତା। ଚାଷୀକୁ ଏଇ ଯେଉଁ 3100 ଟଙ୍କାରେ ମାନେ କୁଇଣ୍ଟାଲ ପିଛା 31 ଟଙ୍କା ଦେଇ ଧାନ କିଣିବାରେ ସରକାର ବିଫଳ। ଚାଷୀ ହନ୍ତସନ୍ତ ହେଉଛି, ବାସ୍ତବତାଟା ଭିନ୍ନ। ସେଥିପାଇଁ ସେ ଯଦି ନିଜେ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମହୋଦୟ ବା ମନ୍ତ୍ରୀ ମହୋଦୟ ମଣ୍ଡି ବୁଲନ୍ତେ ତାହେଲେ ଅନୁଭବ କରନ୍ତେ। ତେଣୁ ବିରୋଧୀଙ୍କ କଥାକୁ ଏଡ଼େଇ ନ ଯାଇ ମୁଁ ଅନୁରୋଧ କରିବି ଯେ ଏମିତି ସରପ୍ରାଇଜ ଚେକ୍ ଭାବରେ ସେ କେତେକ ମଣ୍ଡି ବୁଲନ୍ତୁ ଏବଂ ବିଶେଷ କରି ଉପକୂଳ ଓଡ଼ିଶାର ମଣ୍ଡି ବୁଲି ଦେଖନ୍ତୁ ବାସ୍ତବତାଟା କ'ଣ, ବିରୋଧୀ ଭୁଲ କି ଠିକ। 24 ତାରିଖରେ ଆପଣଙ୍କର ଗୋଟେ ବଡ଼ ସମାବେଶ କରୁଛନ୍ତି ସମାବେଶରେ ବିଜେଡି ତରଫରୁ ଚାଷୀ ବଞ୍ଚାଅ ଆନ୍ଦୋଳନ କରାଯିବ ନିଷ୍ପତ୍ତି ହେଇଛି, ତଦ ଅନୁଯାୟୀ ପ୍ରସ୍ତୁତି ମଧ୍ୟ ଚାଲିଛି। ଶଙ୍ଖ ଭବନରେ ମଧ୍ୟ ତାର ପ୍ରସ୍ତୁତି ଚୂଡ଼ାନ୍ତ ରୂପରେଖ ନିର୍ଦ୍ଧାରିତ ହେଇଛି। ସବୁଠୁ କ'ଣ ଚାଷୀ ଆସିବେ ରାଜଧାନୀ? ସମସ୍ତ ଜିଲ୍ଲାରୁ ଆସିବେ। ନା ବ୍ଲକ ସ୍ତରରେ? ନାଇଁ, ସମସ୍ତ ଜିଲ୍ଲାରୁ ଆସିବେ। ଆମର ଏଇ ପାଖାପାଖି ଜିଲ୍ଲାରୁ ଅଧିକ ସଂଖ୍ୟାରେ ଆସିବେ, ଆଉ ଅବଶିଷ୍ଟ ଜିଲ୍ଲାରୁ କମ୍ ସଂଖ୍ୟାରେ ଆସିବେ। କିନ୍ତୁ ସବୁ ଜିଲ୍ଲାର ପ୍ରତିନିଧିତ୍ୱ ଚାଷୀମାନଙ୍କର ଚାଷୀ ଆନ୍ଦୋଳନରେ ତାଙ୍କ ସ୍ୱାର୍ଥରେ ଆନ୍ଦୋଳନ, ବିଜେଡିର ଆନ୍ଦୋଳନ। ବିଧାନସଭା ଘେରାଉ ହବ ନା ନାଇଁ? ବିଧାନସଭା ଘେରାଉ ହବ। ଜିଲ୍ଲା ଘେରାଉ ତ ସରିଗଲାଣି। ଇତିମଧ୍ୟରେ 23ଟା ଆଜି ସୁଦ୍ଧା 23ଟା ଜିଲ୍ଲାରେ ଘେରାଉ ସରିଛି। ଆସନ୍ତାକାଲି ମଧ୍ୟ ଗୋଟେ ଜିଲ୍ଲା ଅଛି, ଜଗତସିଂହପୁର ଜିଲ୍ଲାରେ ଆସନ୍ତାକାଲି ମଧ୍ୟ ଅଛି। ତେଣୁ ଜିଲ୍ଲାବାରୀ ପ୍ରଥମେ ନିଷ୍ପତ୍ତି ହେଇଥିଲା ଜିଲ୍ଲାରେ ହବ, ତାପରେ 26 ରାଜ୍ୟରେ ହବ। ବର୍ତ୍ତମାନ ସୁଦ୍ଧା 23 ସରିଛି, ଆସନ୍ତାକାଲି ଜଗତସିଂହପୁର ଜିଲ୍ଲା 26 ହବ ଏବଂ ଆମର 24 ତାରିଖରେ ରାଜ୍ୟ ବିଜେଡି ତରଫରୁ ବିଧାନସଭା ଚାଷୀଙ୍କ ସ୍ୱାର୍ଥରେ ଚାଷୀ ବଞ୍ଚାଅ ଆନ୍ଦୋଳନ।